ନୟାଗଡ଼ ଜିଲ୍ଲା ଓକିଲ ସଂଘ ବାର୍ ଆସୋସିଏସନର ନୟାଗଡ଼ ଜିଲ୍ଲା ଜଜ୍ କୋର୍ଟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଜନ୍ମ ଜୟନ୍ତୀ ଅବସରରେ ସମସ୍ତ ଓକିଲମାନେ ବଡ଼ ଧୁମଧାମରେ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ଜଷ୍ଟିସ୍ ଏମ୍.ଏସ୍. ରମଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମସ୍ତ ବିଚାରପତି ଉପସ୍ଥିତ ରହିଥିଲେ। ଆଇନଜୀବୀ ଦିବସ ଉତ୍କଳ ଗୌରବ ଓଡ଼ିଆ ଅସ୍ମିତାର ପ୍ରତୀକ ଓଡ଼ିଶାର ପ୍ରଥମ ବାରିଷ୍ଟର ମଧୁସୂଦନ ଦାସଙ୍କର 178ତମ ଜନ୍ମତିଥି ଅବସରରେ ରାଜ୍ୟବ୍ୟାପୀ ଆଇନଜୀବୀ ଦିବସ ପାଳନ ହେଉଛି। ଆଜି ନୟାଗଡ଼ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦିବସ ମହାସମାରୋହରେ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ମାନ୍ୟବର ନ୍ୟାୟମୂର୍ତ୍ତି ଜଷ୍ଟିସ୍ ଏମ୍.ଏସ୍. ରମଣ ଏବଂ ନୟାଗଡ଼ର ଜିଲ୍ଲାପାଳ ଏବଂ ନୟାଗଡ଼ର ବିଚାରପତିମାନେ ଯୋଗ ଦେଇଥିଲେ। ଜିଲ୍ଲାର ବରିଷ୍ଠ ଆଇନଜୀବୀମାନେ ମଧ୍ୟ ଥିଲେ। ଆଜିର ସୁନ୍ଦର କାର୍ଯ୍ୟକ୍ରମରେ ମଧୁବାବୁ ଓଡ଼ିଶାର ଅର୍ଦ୍ଧଶତାବ୍ଦୀର ଇତିହାସ ଶୀର୍ଷକ ଓଡ଼ିଆ ଓ ଇଂରାଜୀ ଡିବେଟ୍ରେ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ DLSA ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମାଛଖଣ୍ଡଙ୍କର ତତ୍ତ୍ୱାବଧାନରେ ମଧୁବାବୁ ଉପରେ ଏକ ୱାନ୍ ଅଫ୍ ପ୍ଲେ ସୁନ୍ଦର କାର୍ଯ୍ୟକ୍ରମ ପିଲାମାନେ PLVର ପିଲାମାନେ କରିଥିଲେ। ବହୁତ ମନୋରମ ହୋଇଥିଲା ଏବଂ ତାକୁ ସମସ୍ତେ ତାଳି ମାରି ସେ ପ୍ରଶଂସା କରିଥିଲେ ଏବଂ ଆଜିର କାର୍ଯ୍ୟକ୍ରମ ହେଇଛି ମଧୁବାବୁ ଓଡ଼ିଆ ଅସ୍ମିତାର ପ୍ରତୀକ। ଏ ଉପରେ ବକ୍ତାମାନେ ଆଜିର ମୁଖ୍ୟ ଅତିଥି ସାରଗର୍ଭକ ଆଲୋଚନା କରିଥିଲେ। ଆଜି ଆସିଥିଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ନ୍ୟାୟମୂର୍ତ୍ତି ଜଷ୍ଟିସ୍ ଏମ୍.ଏସ୍. ରମଣ ସାହେବ। ବହୁତ ଉତ୍ସବମୁଖର ରହିଥିଲା। ଜିଲ୍ଲାର ଓକିଲମାନେ ସମସ୍ତେ ଆଜି ଉତ୍ସାହିତ ହେଇକରି କାର୍ଯ୍ୟକ୍ରମ କରିଛନ୍ତି। ସଫଳ କାର୍ଯ୍ୟକ୍ରମ ହେଇଛି। ଆଜି ବହୁତ ଭଲ ଭଲ କାର୍ଯ୍ୟକ୍ରମ ହେଇଛି। ଆଇନଜୀବୀ ଦିବସ ମହାସମାରୋହରେ ଉତ୍ସାହ ଉଦ୍ଦୀପନା ସହିତ ନୟାଗଡ଼ ଜିଲ୍ଲାର ଓକିଲମାନେ ପାଳନ କରିଛନ୍ତି। ପରିଶେଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଦିଆଯାଇଥିଲା।